সেই ভক্তর কথা সুন্দর কথাটি আলোচনা করেছেন। মো বিজ্ঞানী কইবার তো জগিছি ঘাট ইয়ে যাইতাই লোক নুহ ইয়ে যে বিজ্ঞানী কইবার তো কোউ যুগরে প্রভুଙ୍କୁ পার করিয়া ପାଇଁ অপেক্ষা করিছিলা কইলা ইয়ে চারি যুগরে ইয়ে কইবার তো প্রভুଙ୍କୁ অপেক্ষা করিছি পারি করিবা ପାଇଁ ইয়ে গোটে নুহ দিটা নুহ তিনিটা নুহ চারিটা যুগরে কইবার তো অপেক্ষা করিছি সতেরে প্রভু ଆପଣ ଆସିବେ ଆପଣଙ୍କ ପାଦ ଗୁଡ଼ିକେ ଧୋଇଦେବି ମୋ ଡଙ୍ଗାରେ ବସେଇ ଆପଣଙ୍କୁ ପାରି କରିବି ସେହି ଦିନର କଥା ନାଇଁ କୈଳାସ ଭାଇ ଘୋଡ଼ି ପଡ଼ିଏ ବସିଲାନ୍ତି ଛୁଆ କିନ୍ତୁ ଶୀତ ଛଡେଇ ଦଉଛନ୍ତି। সেদিনর কথা বলা ইয়ে ক্ষীর সাগর রে ইয়ে অনন্ত শয়ন ক্ষীর শোইছন্তি প্রভু জান সেদিন ক্ষীর সাগরে অনন্ত নাগ উপরে প্রভু শয়ন করিছন্তি নাই পাদ মঞ্চালন করুছন্তি মা লক্ষ্মী পদ্মালয়া কমলা ইন্দিরা লোকপ্রিয়া মা কমলা পদ মঞ্চালন করুছন্তি প্রভু অনন্ত শয়ନରେ শোইছন্তি সেই যুগর কথা তো সেই লক্ষ্মী নারায়ণଙ୍କର কথা ভাই মোর কথা রখিଥିଲେ গজ যাইছি পানি পিয়া পাই কুম্ভীর ধইলা গজ গড়ুকু সে কাই খুড়খুড় কলা কইল আরে গজ যাଉଛି কুম্ভীর আইলা ଆଉ ধইলা ଆଉ ହଁ গজ যাইছি কুম্ভীর ধরিছি তা পাদকু গজ যেতে চেষ্টা কলা উদ্ধার পাইলানি কুম্ভীর কবলରୁ যেতে কুম্ভীর কবলରୁ উদ্ধার ন পাইলা সেদিন গজ ডাকিলা সেই অন্তর্যামী নারায়ণକୁ কলা ইয়ে রক্ষা কর নারায়ণ ये कुंभीर को बड़ू है रक्षा कर कुंभीर को गज डाकुछि जेते चेष्टा कला कुंभीर कबल रक्षा पाई गोटे पेटे अनंत शयन करिछंती भगवान विष्णु पंडित अन्य मनस्क हबनी अन्य मनस्क हेले बुझी पारिबनी गोटे पेटे अनंत शयन रे विष्णु शोइछंती कथा अछि मो विज्ञानी कहिबर्त चारि जुगरे कहिबर्त प्रभुंकर पाद धोइब स्वल्प समय भीतर सब मिसिब गज एवं कुंभीर युद्ध लागिला केते वर्ष भागवत प्रमाण कले 1000 वर्ष गज कुंभीर युद्ध चली गज जेते चेष्टा कला उद्धार पाउनी शेष में कौन गला गला तोरे धरिला पद्म मूल
କରିକି ଧଇଲା ହଁ ଡାକିଲା ପ୍ରଭୁଙ୍କୁ ହଁ ହଁ ସେଦିନ ପଚରା ଗଲା ହଁ ଇଏ ଗଜ ପଦ୍ମଟା କାହିଁ ଧଇଲା କିରେ କାହିଁକି କାହିଁକି କହିଲା ଆରେ ସେଦିନ ଦ୍ରୌପଦୀ ଡାକିଲା କଣ କିଛି ଧରିଥିଲା ଗୋଟେ ହାତରେ ଲୁଗା ଧଇଲା ଗୋଟେ ହାତରେ ଡାକିଲା ହଁ ହଁ ପ୍ରଭୁ ଆସିଲେନି ଯେତେବେଳେ ଦୁଇ ଭାଉ ଧଉ ଟେକି ଦେଲା ହଁ 84 24 ମିଶିଲା 108 ହେଇଗଲା ପ୍ରଭୁ ଆସିଲେ ଆଚ୍ଛା ହଁ ଯେ ପର୍ଯ୍ୟନ୍ତ 108 ନ ହେଇଛି ହଁ ପ୍ରଭୁ ଆସିବେ ନା ହଁ ସେ ମନସ୍କେଉ ପଳେଇବ ପୁଣି ଶରୀର ତତ୍ତ୍ୱକୁ କାହିଁକିନା କଳା ଶହେ ବୁଝଉଥିଲା ହଁ ନା ନାଇଁ ବା ରାମ ହଁ ର ଆମ ହେଲେ ର ଆମ ମିଶିଲେ 108 ହବ ର ଯୁକ୍ତ ଆ ଯୁକ୍ତ ମ ହେଲେ ରାମ ହବ ତିନିଟାକ ମିଶିଲେ 108 ହବ ରାମ ହବ କିନ୍ତୁ ର ଯୁକ୍ତ ଆ ଯୁକ୍ତ ମ ନୁହଁ ର ଯୁକ୍ତ ଅଯୁକ୍ତ ମ ସମାନ ହଉଛି ରାମ କେମିତି ସାରିକି ଜାନେ ଭାଇ ଖରାପ ଭାବିବ ଭାଇ ଯେତିକି କହିଛି ମୁଁ ତମ କଥା ସବୁ ସମାଧାନ କରିଦେବି କାହିଁ କହିଲ କୈଳାସ ଭାଇ କଣ କହିଲା କହିଲ ଗଲା ସେ କଥା ତ ଗଲା କୈଳାସ ଭାଇ ଆମର କହିଲେ ବାବୁ ନାଇଁ ପଛରେ ଅଛି ପଛଟା ଭଲ ଠିକ ନା ଭୁଲ ଆଗଟା ଖରାପ ପଣ୍ଡିତେ ତମେ ଖାଲି ହ କି ନା କହିବ ମୁଁ କହିଯାଉଛି ଗୋଟେ ମୁଣ୍ଡ କହିଯା କହିଯା ଶେଷରେ ସମାଧାନ ଦେଖିଆ ହଁ ଆଗଟା ଭଲ ନା ପଛଟା ଭଲ ପ୍ରଥମଟା ଭଲ ନା ଆଉ ନାଚ ଦେଖିବା ଆଗରେ ନା ଆଉ କଣ ପଛରେ ଖାଲି ହ କି ନା କୁହ କହ ତମେ କହିବ ଆରେ ଯଦି ପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବା ହଁ ହଁ ଆଗରେ ଦର୍ଶନ କରିବା ନା ପଛରେ ଆରେ ପ୍ରଭୁଙ୍କୁ ଦର୍ଶନ କଲେ ଆଗରେ ଠିଆ ହେଇକି ଦେଖିବା ନା ପଛରେ ଠିଆ ହବା ଆଗରେ ଆଗରେ ଆଗଟା ଭଲ ନା ପଛ ଭଲ ରୁହ କଥା ଏପଟ ସେପଟ କରନି ତାର ବି ତୁ ତତ୍ତ୍ୱ ଉପରେ କହିବୁ ଯଦି ପ୍ରଭୁଙ୍କୁ ଆଗରେ ଦର୍ଶନ କରିବ ହଁ ହଁ ଆଁ? ହଁ ଯଦି ବିଷ୍ଣୁ ମନ୍ଦିରକୁ ଯିବ ହଁ ବିଷ୍ଣୁଙ୍କର କୋଉ ପଟେ ଦର୍ଶନ କରିବ ରେ ଯଦି ଶିବ ମନ୍ଦିରକୁ ଯିବ ଶିବଙ୍କୁ କୋଉ ପଟେ ଦର୍ଶନ କରିବ ଆଉ ଯଦି ସେ କଥା କହିଲ ଠାକୁରଙ୍କୁ ଆଗରେ ପ୍ରଣିପାତ କରିବ ହଁ ପଣ୍ଡିତେ ହଁ ଗୁରୁଦେବଙ୍କୁ କୋଉଠି ପ୍ରଣିପାତ କରିବ ଆଗରେ ନା ପଛରେ କେମିତି ଆରେ ଶିବ ମନ୍ଦିରକୁ ଯଦି ଯିବ ହଁ ହଁ କହିଲେ ଇଏ ଶିବଙ୍କର ବାମ ପଟେ ଦର୍ଶନ କରିବ ଯଦି ବିଷ୍ଣୁ ମନ୍ଦିରକୁ ଯିବ ବିଷ୍ଣୁଙ୍କର ଡାହାଣ ପଟେ ଠିଆ ହେଇକି ବିଷ୍ଣୁଙ୍କୁ ପ୍ରଣାମ କରିବ କହିଲେ ଯଦି ଗୁରୁଙ୍କୁ ତୁମେ ଯିବ ପ୍ରଣାମ କରିବା ପାଇଁ କୋଉଠି ପ୍ରଣାମ କରିବ ଗୁରୁଙ୍କର ହଉଛି ଶାସ୍ତ୍ରାଙ୍ଗରେ ପଣିପାତ ଲମ୍ବ ହେଇକି ପଡିବ ଦୁଇ ପାଦରେ ଦୁଇ ହାତ ଦବ ବାମ ହାତ ଥିବ ଡାହାଣ ପାଦରେ ଡାହାଣ ହାତ ଥିବ ଆଗ ଭଲ ନା ପଛ ଭଲ ଖାଲି ସେତିକି ନୁହଁ ଚାଲ ସତ୍ୟ ଯୁଗକୁ ସତ୍ୟ ଯୁଗରୁ ଗଡି କରି କଳି ଯୁଗକୁ ଆସିବା ଆଚ୍ଛା ଆଚ୍ଛା ସତ୍ୟ ଯୁଗରେ ଚିନ୍ତା କର ଗଲେ ଆଜ୍ଞା ବାମନ ଠାକୁର ବଳିରାଜାକୁ ଦାନ ମାଗିବା ପାଇଁ ଯେତେବେଳେ ଦାନ ମାଗିଲେ ବଳିରାଜାକୁ ଯେତେବେଳେ ପାତାଳେ ଚାପିଲେ ଗୋଡଟା ଆଗ ପଟେ ଥୋଇ ଚାପିଲେ ନା ପଛ ପଟେ କାଇଁ ପଛୁଆ ଦେଲେନି ଚାପି তোরা আগ ভাল না পছ ভাল চাল সত্য যুগকু সরিগলা আসিলা ত্রেতয়া বলে যদি ত্রেতয়া আইলা হ্যাঁ বলে এ পিতৃ সত্য পারি তিনি জন বনবাস সেতিকি পিতৃ সত্য পালন কলে তিনি জন কলে বনবাস হ্যাঁ কিয়ে কিয়ে রাম লক্ষ্মণ সীতা রাম লক্ষ্মণ সীতা যদি রাম লক্ষ্মণ সীতা গলে ধাড়িরে গলে জনে হউচন্তি জ্ঞান জনে হউচন্তি বৈরাগ্য ଆଉ ଜଣେ ହଉଛନ୍ତି ভক্তি ଭକ୍ତି ଆଗରେ କିଏ ଗଲେ କିରେ জ্ঞান বলে କିଏ ସେ ସିଏ କିଏ ସେ ରାମ ଆଗରେ ରାମ ଗଲେ ନା ପଛରେ ଗଲେ
ଆଗରେ ଗଲେ କାଇଁ ଲକ୍ଷ୍ମଣକୁ ଆଗରେ ଛାଡ଼ିଲନି? ନା 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 ପ୍ରଭୁ ଆଗରେ ଆଗଟା ଭଲ ନା ପଛ ଭଲ? ଆଗଟା ଭଲ ଆଗରେ ପ୍ରଭୁ ଗଲେ ଆଁ? ହଁ ଯାଉ ତ୍ରେତୟା ଆସୁ ଦ୍ୱାପର ଯୁଗ। ହଁ ଦ୍ୱାପର ଯୁଗରେ ହେଲା କଣ? ଭାଇ ଭାଇ ଭିତରେ ଲାଗିଲା କରି ବେ ହେଲା ଆଜ୍ଞା ମହାଭାରତ। ହଁ। ଯେତେବେଳେ ଅର୍ଜୁନ କହିଲେ ମୋ ଭାଇ ସହିତ ଯୁଦ୍ଧ କରିବିନି, ହଁ। ଅର୍ଜୁନ ରଥରେ କୃଷ୍ଣ ସାରଥି ଆଗରେ କି ବସିଲା? କୃଷ୍ଣ କୃଷ୍ଣ କାଇଁ କୃଷ୍ଣ ପଛରେ ବସିକି ଅର୍ଜୁନକୁ ଆଗରେ ବସେଇଲେନି? ନା 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 ଆରେ ଅର୍ଜୁନଙ୍କ ରଥରେ ଯଦି କୃଷ୍ଣ ଆଗରେ ନ ବସିଥାନ୍ତେ, ହଁ ହଁ ଅର୍ଜୁନ ଯେତେ ଚେଷ୍ଟା କଲେ ହଁ ଜଣକୁ ମାରି ପାରିଥାନ୍ତା? ନା ନା ଆଗଟା ଭଲ ନା ପଛଟା ଭଲ? ଆଁ? ହଉ ସରିଗଲା ଦ୍ୱାପର, ହଁ। ଆସୁ କଳିଯୁଗ। ହଁ। କଳିଯୁଗରେ ପ୍ରଭୁ ଗଲେ କାଞ୍ଚି ଅଭିଯାନ। ବେ ଆଁ? ହଁ ଯେତେ ଥର କୋଉ ରାଜା ଅମଳରେ ମନ ନାହିଁ। ରାଜା ପୁରୁଷୋତ୍ତମ ଆରେ କାଞ୍ଚି ଅଭିଯାନ ହେଇଥିଲା କୋଉ ରାଜାଙ୍କର ଅମଳରେ? ଦେବ ରାଜା ପୁରୁଷୋତ୍ତମ। ଯେତେ ଥର ରାଜା ପୁରୁଷୋତ୍ତମ ଗଲେ କାଞ୍ଚି ଅଭିଯାନ କରିବାକୁ, ହଁ ଯୁଦ୍ଧରେ ହାରିଲେ ନା ଜିତିଲେ? ହାରିଲେ। କୋଉ ଥରକ ଜିତିଲେ? ଗଲେ କେମିତି ନା ଆମର ଜଗନ୍ନାଥ ମନ୍ଦିରରେ ଗୋଟିଏ କଥା ଥିଲା, ହଁ ଯୋଉ ଠାକୁର ରାଜା ଯିବେ ଯୁଦ୍ଧ କରିବାକୁ ବେ ଗଳ୍ପ ବଟରେ ଗୋଟିଏ ସୂତା ବନ୍ଧା ହବ, ହଁ। ସିଏ ସୂତା ଧିରେ ଗୋଟେ ରୋହି ମାଛ ଟଙ୍ଗା ହବ। ବେ ଜଗନ୍ନାଥ ସଂସ୍କୃତି। ଆଚ୍ଛା ଯୋଉ ରାଜା ଯୁଦ୍ଧ କରିବାକୁ ଯିବେ ହଁ ହଁ ଶର ନିକ୍ଷେପ କରିବେ, ହଁ। ଯଦି ରୋହି ମାଛର ଆଖିରେ ଶରଟା ବିଧ ହେଲା, ହଁ ହଁ ସିଏ ଜାଣିବେ ଯେ ରାଜା ଜିତିବେ, ଯିବେ ଯୁଦ୍ଧ କରିବାକୁ, ହଁ ହଁ ନହେଲେ ରହିଯିବେ। ରହିଯିବେ ରହିଯିବେ ଯେତେ ଥର ପୁରୁଷୋତ୍ତମ ଗଲେ ହାରିଲେ, ହଁ ପ୍ରଭୁଙ୍କ ପାଖରେ ଗୁହାରିଆ ପଡିଲେ, ହଁ ପ୍ରଭୁ କହିଲେ ଏଇଥର ଜିତିବୁ। ଏଇଥର ଆଁ? ହଁ ଯେତେବେଳେ ରାଜା ଆଦେଶ ପାଇଲେ, ହଁ ରାଜା ଯିବା ଆଗରୁ ହଁ କିଏ ଆଗ ଯାଇଥିଲେ କିରେ? କୋଉଠି ଯାଇଥିଲେ? ପ୍ରମାଣ ମାଣିକ ପାଟଣାରେ ମାଣିକ ଗୌରୁଣୀ ଠାରୁ ଦହି ଖାଇଲେ, ହଁ ଦେଇଥିଲେ ବନ୍ଧା କଣ? ରତ୍ନ ମୁଦି। ହଁ। ପଛରେ ଯେତେବେଳେ ଗଲେ ପୁରୁଷୋତ୍ତମ ରାଜା କହିଲେ କିଏ ଆସିଥିଲେ? ନା ଜଗା ବଳିଆ ଦି ଭାଇ ଆଇଥିଲେ, ଦହି ଖାଇଲେ, ମୁଦି ଦେଲେ। ରାଜା ଚମକି ପଡିଲେ। ବେ ଆଗ କିଏ ଯାଇଥିଲେ? ପ୍ରଭୁ ଗଲେ ଆଗଟା ଭଲ ନା ପଛଟା ଭଲ? ଆଗଟା ଭଲ ହଉ ସେତିକି। ଆଉ କହିଲେ କଥାଟା କୋଉଠି ନା ଡାକିଛନ୍ତି ଗଜ। ନାଇଁ ନାଇଁ ଭାଇ ମନ ଦୁଃଖ କରନି, ମୁଁ ଗୋଟେ ଏମିତି ଭାଙ୍ଗି ଭୁଙ୍ଗି କହିଦେଲି। ରାଜା ଇଏ ଡାକୁଛି ଆଜି ଗଜ, ହଁ ଯେତେ ଚେଷ୍ଟା କଲା ଉଦ୍ଧାର ପାଇଲାନି। ହଁ। ପ୍ରଭୁ କରୁଥିଲେ କଣ? କରୁଥିଲେ? ଲକ୍ଷ୍ମୀ ନାରାୟଣ ଖେଳୁଥିଲେ ବସା। ବେ ଆଁ? ହଁ ଯେତେବେଳେ ଡାକଟା କର୍ଣ୍ଣରେ ବାଜିଗଲା, ହଁ। ଏତେ ରଖିଲି ରଖିଲି ବୋଲି ଜଗନ୍ନାଥ ଡାକିଗଲେ। ଲକ୍ଷ୍ମୀ କହିଲେ ହାରିଲା ବେଳ ପଲେ ବୋଲି ଡାକୁଛ କହୁଛ ରହିଯାଅ। ଇଏ ଗଜଟା ସାମାନ୍ୟ ଗୋଟିଏ ଯିବ କଥାଟା ତ ସେଇଠି। ଆଉ ହଁ କହିଲା ଆରେ ଏ ଗଜଟା ଗୋଟେ ଜାତିରେ ପଶୁ ପଶୁ। ଗଜକୁ କଣ କହନ୍ତି? ଗଜ ମୂର୍ଖ ଗଜ ମୂର୍ଖ। ହଁ ଗଜ ମୂର୍ଖ। ସେଦିନ ପଚରା ଗଲା କୁହ ଇଏ ଗଜ କଣ ସତରେ ମୂର୍ଖ? ଆଉ ଆରେ ଯୋଉ ଗଜର ମୁଣ୍ଡ ଲାଗିଛି ଗଜାନନଙ୍କର ବେ ମସ୍ତକରେ, ହଁ ଗଜାନନ ହଉଛନ୍ତି ଅଗ୍ର ପୂଜ୍ୟ। ବେ ଇଏ ଗଜକୁ କାହିଁକି କୁହାଗଲା ମୂର୍ଖ? କାହିଁକି କାହିଁକି ଯୋଉ ଐରାବତ ହସ୍ତି ହଁ ଇନ୍ଦ୍ରଙ୍କର ହଉଛି ପାହାନ, ହଁ ସିଏ ହେଲା ମୂର୍ଖ ଜାତିରେ। ପ୍ରମାଣ ତ ଆସେ ଆଉ। କହିଲେ କାହିଁକି ଗଜ ମୂର୍ଖ? କାହିଁକି ଗଜ ପଦ୍ମ ଫୁଲଟା ଧରିଛି, ହଁ ପ୍ରଭୁଙ୍କୁ ଡାକିଛି। ହଁ ସେପେଟେ ଲକ୍ଷ୍ମୀ ନାରାୟଣ ପଶା ଖେଳିଛନ୍ତି। ହଁ ଲକ୍ଷ୍ମୀ ନାରାୟଣ ଆସିବେ, ହଁ ଗଜକୁ ଉଦ୍ଧାର କରିବେ। ବେ ଶେଷରେ ଉଦ୍ଧାର ହବ, ବିଷୟ ସରିବ। କଥାଟା ଆମର ଅଛି କୋଉଠି କୋଉଠି? ନା ଅନନ୍ତ ଶୟନରେ ଶୋଇଛନ୍ତି ନାରାୟଣ, ଲକ୍ଷ୍ମୀ ପାଦ ମଞ୍ଚାଳନ କରୁଛନ୍ତି। ହଁ। କହିଲେ ଏ ସମୟ ଏକ ଇଏ କଚ୍ଛପ ଆସିଲା, ତାହା ମନରେ ବିଚାର କଲା। ପ୍ରଭୁ ଶୋଇଛନ୍ତି,
ମା ଲକ୍ଷ୍ମୀ ପଦ୍ମାଳୟା ପ୍ରଭୁଙ୍କର ପଦ ସେବା କରୁଛନ୍ତି। ହଁ ହଁ ଗୋଟିଏ କଚ୍ଛପ ବେଶ କଇଁଛଟା ଆସିଲା, ହଁ ହଁ ଚିନ୍ତା କଲା ମନରେ ହଁ ପ୍ରଭୁ ତ ଶୋଇଛନ୍ତି ନା, ହଁ ହଁ ଇଏ ପ୍ରଭୁଙ୍କର ପାଦ ଟିକେ ମୁଁ ଛୁଇଁ ଦିଅନ୍ତେନି, ବେଶ ପ୍ରଭୁଙ୍କର ପଦାମୃତ ଟିକେ ପାଇ ଦିଅନ୍ତେନି, ହଁ ହଁ ଇଏ କଇଁଛ ଜୀବନଟା ମୋର ଉଦ୍ଧାର ହେଇଯାଆନ୍ତା। ବେଶ ଆଁ? ହଁ ଯେତେବେଳେ କଚ୍ଛପଟା ଆସି ଆସି ଆଜ୍ଞା ପହଞ୍ଚିଗଲା, ହଁ ଯେତେବେଳେ ଚଢି ଯାଇଛି ଉପରକୁ, କହିଲେ ଦେଖିଦେଲେ କମଳୟାରେ, ଦେଖିଦେଲେ କମଳୟାରେ, ଦେଖିଦେଲେ କମଳୟା, କଚ୍ଛପ ଆସୁଛି ହେ, ଇଏ ଆଭାରି କମଳୟା, ଦେଲେ ତାକୁ ଛାଟି ହେ। କଇଁଛ ଡେଇଁ ଡେଇଁ ଆଇଛି, ଯେତେବେଳେ ଚଢିଗଲା, ଏ ପିଲେ କାହିଁ ପାଟି କରୁଛୁ, ଧୀରେ ବସ, ସଇଲେ ତ ଖାଇବା ଯିବା ଆଉ କଣ ଅଛି। ଆଁ? କଇଁଛଟା ଡେଇଁ ଡେଇଁ ଆସିଛି, ଯେତେବେଳେ ଚଢି ଯାଇଛି, ଲକ୍ଷ୍ମୀ ଦେଖିଲା ଆରେ ଇଏ ସାମାନ୍ୟ କଇଁଛଟା, ଇଏ କଣ ଆଉ ଉପରେ ଚଢିଗଲାଣି। ଯେତେବେଳେ ଲକ୍ଷ୍ମୀ ଟିକେ ହାତରେ ଛାଟି ଦେଲେ, କଇଁଛଟା ଯାଇ ଖଣ୍ଡ ଦୂରରେ ପଡିଲା। ପୁଣି ଚିନ୍ତା କଲା